ପ୍ରଣାମୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ। ଆଜିର ଏହି ଶୁଭ ଅପରାହ୍ନରେ ଅନୁଷ୍ଠିତ ପ୍ରଭୁଙ୍କର ଅଧ୍ୟୟନ ବର୍ଗରେ ଉପସ୍ଥିତ ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି। ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି। କାର୍ଯ୍ୟକ୍ରମକୁ ନେତୃତ୍ୱ ନେଉଥିବା ଏବଂ କାର୍ଯ୍ୟକ୍ରମର ବିଭିନ୍ନ ସୋପାନରେ ରହି ଏହି କାର୍ଯ୍ୟକ୍ରମକୁ ଚରିତାର୍ଥ କରୁଥିବା ସମସ୍ତ ଭାଇ ବାପାମାନଙ୍କୁ ମଧ୍ୟ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛି। ଆମେ ବିଗତ ଦିନରେ 187 ପେଜ୍ ଦି ରେନାସା ଇନ୍ ଇଣ୍ଡିଆ ବହିର 8th ଲାଇନରେ ଅଟକିଥିଲେ। ସେଇଠୁ ଆଲୋଚନାଟିକୁ ଆଗକୁ ନେବା କଥା ଥିଲା। Men everywhere have a common human feeling. ମଣିଷର ସବୁଆଡେ ସାଧାରଣ ଭାବରେ ମାନବିକ ପତନ ଗୁଡିକ ରହିଛି, ଭୁଲ ଭ୍ରାନ୍ତି ଗୁଡିକ ରହିଛି। ଧର୍ମ ମଣିଷକୁ ବେଳେ ବେଳେ ନିଷ୍ଠୁରତା ଏବଂ କୁସଂସ୍କାର, ଅସହିଷ୍ଣୁତା, ଉଗ୍ର ଧର୍ମାନ୍ଧତା ଆଡକୁ ନେଇଯାଇଛି। ଏଇଠି ସେ କହୁଛନ୍ତି and intolerance and narrowness, ଅସହିଷ୍ଣୁତା ଏବଂ ସଂକୀର୍ଣ୍ଣତା, especially ବିଶେଷତଃ in the matter of observances there has been and is in India. ତା ଭାରତରେ ରହି ଆସିଛି, ବହୁ କାଳରୁ ଆଜି ମଧ୍ୟ ରହିଛି। କଣ? ଅବଜରଭେନ୍ସ, କ୍ରିୟାକର୍ମ। କିପରି ପର୍ବଟିଏ ପାଳନ କରାଯିବ? ଗଣେଶ ପୂଜା ଆପଣ ଗୋଟେ ଢଙ୍ଗରେ କରନ୍ତି, ଆଉ ଜଣେ ଆଉ ଗୋଟେ ଢଙ୍ଗରେ କରେ। ଦକ୍ଷିଣ ଭାରତରେ ଗୋଟିଏ ପ୍ରକାରର ହୁଏ, ଉତ୍ତର ଭାରତରେ ଗୋଟେ ପ୍ରକାର ପୂଜା ଧର୍ମ ହୁଏ। ସେଇଭଳି ଖାଲି ଗଣେଶ ପୂଜା ନୁହେଁ, ସବୁ କିଛି, ବାହାଘର ବି, ବ୍ରତ ଘର ବି, କୌଣସି ପୂଜା ଅନୁଷ୍ଠାନ, ଅନେକ ପର୍ବପର୍ବାଣୀ ଯୋଉଗୁଡାକ ଧର୍ମାନୁଷ୍ଠାନ ଗୁଡିକ, ଅବଜରଭେନ୍ସେସ୍, ଏଗୁଡିକ ସବୁ ଗୋଟିଏ ନ୍ୟାରୋନେସ୍ ଆଉ ଇଣ୍ଟଲେରେନ୍ସ ଭିତରେ ରହିଛି। ଯେପରି ଆପଣ ଭାରତବର୍ଷ ଦକ୍ଷିଣରେ ରାମଙ୍କର ଏତେ ମନ୍ଦିର ନାହିଁ କି ରାମଙ୍କୁ ଏତେ କେହି ପୂଜା କରନ୍ତି ନାହିଁ, ସେମାନେ ରାବଣର ପୂଜା କରନ୍ତି। ରାବଣ ତାଙ୍କ ଆଖରେ ଜଣେ ମହାନ ରାଜା, ତେଣୁ ରାମଚନ୍ଦ୍ରଙ୍କୁ ଶତ୍ରୁ ମନେ କରିବା ସ୍ୱାଭାବିକ। କିନ୍ତୁ ଉତ୍ତର ଭାରତରେ ଆମେ ରାମଙ୍କୁ ହିଁ ମର୍ଯ୍ୟାଦା ପୁରୁଷ ଭଗବାନ ବୋଲି କହୁଛୁ। ତେଣୁ ଆର୍ଯ୍ୟ ଓ ଦ୍ରାବିଡ ମାନଙ୍କ ଭିତରେ ବଡ ଯୁଦ୍ଧ ବି ସଂଗଠିତ ହେଇଛି, ଯୋଉଟା ପ୍ରଭୁ ବି ସ୍ୱୀକାର କରୁଛନ୍ତି, ଲେଖୁଛନ୍ତି। There has been much violence of theological disputation. ଧର୍ମଶାସ୍ତ୍ର, ଥିଓଲୋଜି ମାନେ ଧର୍ମଶାସ୍ତ୍ର, ଧର୍ମଶାସ୍ତ୍ରରେ ନାନା ପ୍ରକାର ଡିସ୍ପ୍ୟୁଟ ରହିଛି, ଡିସ୍ପ୍ୟୁଟେସନ, ବିବାଦ। There has been much violence, ତାକୁ ନେଇ ପ୍ରଚୁର ହିଂସା ବି ରହିଛି। ତାପରେ there have been quarrelous bickerings of sects. ସେକ୍ଟ କହିଲେ ଯୋଉ ସମ୍ପ୍ରଦାୟ, ସମ୍ପ୍ରଦାୟ ଆଉ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅଶାନ୍ତି
ମୟ କଳି ତକରାଳ ରହିଛି। କାହିଁକି ସେପରି ହଉଛି ନା their pretensions to spiritual superiority and greater knowledge। ଆମେ ଅନେକ ସମୟରେ ଗୋଟେ ଛଳନା କରୁ, ଦେଖେଇ ହଉ ଯେ ଆମର ଆଧ୍ୟାତ୍ମିକ ଗୋଟେ ସୁପରିୟରିଟି ବଡପଣ ରହିଛି ଏବଂ ଆମେ ଅଧିକ ପରିମାଣରେ ଜ୍ଞାନୀ, ଗ୍ରେଟର ନଲେଜ ଆମ ପାଖରେ ରହିଛି। And sometimes at one time କେବେ କେବେ ଗୋଟିଏ ସମୟରେ especially ବିଶେଷତଃ in southern India ଦକ୍ଷିଣ ଭାରତରେ in a period of acute religious differences ଗୋଟେ ସମୟ ଥିଲା ଯୋଉଥିରେ ଧାର୍ମିକ ବିବାଦ ଗୁଡିକ ଖୁବ ତୀବ୍ର ଭାବରେ ରହିଥିଲା। There have been brief local outbreaks of active mutual tyranny। ସେମାନେ ମ୍ୟୁଚୁଆଲ କହିଲେ ପରସ୍ପର ଉପରେ ଟାଇରେନି ଆଉ ପରସିକ୍ୟୁସନ, ଖାଲି ଟାଇରେନି ନୁହେଁ ହତ୍ୟାକାଣ୍ଡ ଗୁଡିକ ମଧ୍ୟ ଘଟିଥିଲା। ଇଭିନ୍ ଅନଟୁ ଡେଥ୍। ପରସିକ୍ୟୁସନରେ ଉତ୍ପୀଡ଼ନ ରହିଥିଲା, ହତ୍ୟାକାଣ୍ଡ ରହିଥିଲା, ଟାଇରେନି ଅତ୍ୟାଚାର ରହିଥିଲା। ଅତ୍ୟାଚାର, ଉତ୍ପୀଡ଼ନ, ହତ୍ୟା ଏଗୁଡିକ ଦକ୍ଷିଣ ଭାରତରେ ରହିଥିଲା ବୋଲି ପ୍ରଭୁ କହୁଛନ୍ତି। ଆଚ୍ଛା, ଆମେ ଭାବିବା କେବଳ ଭାରତରେ ଏଇ ସବୁ ଧାର୍ମିକ ଅସହିଷ୍ଣୁତା ରହିଛି, ହୁଏତ ୟୁରୋପ ସେଥିରୁ ମୁକ୍ତ କି? ନା, ଯୋଉଠି ଧର୍ମ ସେଇଠି ଗୋଟେ ସାମୂହିକ ଅହଙ୍କାର, ନିଜର ଆତ୍ମ ବଡ଼ିମା ଦେଖେଇ ହବାର ଭାବ, ନିଜକୁ ସର୍ବଶ୍ରେଷ୍ଠ ବୋଲି ପ୍ରକାଶିତ କରିବାର ଗୋଟିଏ ପ୍ରିଟେନସନ, ଛଳନା, ଯୋଉ କାରଣରୁ ଏସବୁ କଥା ଗୁଡିକ ପୃଥିବୀର ସବୁ ଜାଗାରେ ଘଟିଛି। But these things have never taken the proportions which they assumed in Europe। ୟୁରୋପରେ ଯୋଉ ବିରାଟ ରୂପ ନେଇଥିଲା ତାର କୌଣସି ପ୍ରପୋର୍ସନ ନାହିଁ, ତୁଳନା କରାଯାଇ ପାରିବ ନାହିଁ। Intolerance has been confined for the most part of the minor forms of polemical attack or to social obstruction or ostracism। Very seldom have they transgressed across the line to the major forms of barbaric persecution which draw a long, red and hideous stain across the religious history of Europe। ପ୍ରଭୁ କହୁଛନ୍ତି ଅସହିଷ୍ଣୁତା ଅଧିକାଂଶ ବେଳେ ଗୋଟେ ତର୍କ ବିତର୍କ ଜନିତ ଛୋଟ ରୂପରେ ରହୁଥିଲା। Intolerance has been confined for the most part of the minor forms of polemical attack, ଯାହାକୁ କୁହାଯିବ ତର୍କ ବିତର୍କ ଜନିତ ଆକ୍ରମଣ। ଆଉ କେବେ କେବେ ସେଇଟା ଗୋଟେ social obstruction or ostracism, ସାମାଜିକ ପ୍ରତିବନ୍ଧକ ବା ସମାଜରୁ ନିର୍ବାସନ, ସେଇ ଆକାରରେ ରହିଥିଲା। ଭାରତରେ ବି ୟୁରୋପରେ ବି ସେଇ ଆକାରରେ ସୀମାବଦ୍ଧ ହେଇକି ରହିଥିଲା। ଆଉ very seldom they have transgressed across the line। ବହୁତ କ୍ୱଚିତ ସେମାନେ ସୀମା ଲଙ୍ଘନ କରିଥିଲେ
କରିକି କୋଉଠିକି ଯାଇଥିଲେ ନା ଟୁ ଦି ମେଜର ଫର୍ମସ୍ ଅଫ୍ ବାରବାରିକ ପରସିକ୍ୟୁସନ, ବଡ ବର୍ବର ଦମନ ଲୀଳାର ଭୀଷଣ ରୂପ ନେଇଥିଲା। କେବେ କେବେ ଡ୍ର ଏ ଲଙ୍ଗ ରେଡ୍ ଆଣ୍ଡ ହାଇଡିୟସ୍ ଷ୍ଟେନ୍, ଗୋଟିଏ ବଡ ଦୀର୍ଘ ଆଉ ରକ୍ତରଞ୍ଜିତ ଗୋଟିଏ ହାଇଡିୟସ୍ ଷ୍ଟେନ୍, ଗୋଟେ ଲୁଚେଇଲା ଭଳିଆ ଗୋଟେ କଳଙ୍କ କୋଉଠି ଲଦିଥିଲା ନା ଏକ୍ରସ୍ ଦି ରିଲିଜିୟସ୍ ହିଷ୍ଟ୍ରି ଅଫ୍ ୟୁରୋପ, ସମଗ୍ର ୟୁରୋପର ଧର୍ମ ଇତିହାସରେ ସେ କଳଙ୍କ ଲାଗିଥିଲା। There has played ever in India the saving perception of a higher, purer spiritual intelligence, ଊର୍ଦ୍ଧ୍ୱତର ଏବଂ ଆଧ୍ୟାତ୍ମିକ ବିଜ୍ଞତାର ଗୋଟିଏ ସେଭିଂ ପରସେପସନ, ରକ୍ଷାକାରୀ ଅନୁଭୂତି ଭାରତରେ ଯୁଗେ ଯୁଗେ ରହିଛି, which had its effect on the mass mentality, ସାଧାରଣ ମନଙ୍କ ଭିତରେ ମନରେ ତାର ଗୋଟେ ପ୍ରଭାବ ମଧ୍ୟ ରହିଛି। Indian religion has always felt that, ଭାରତୀୟ ଧର୍ମ ସବୁବେଳେ ଅନୁଭବ କରିଛି ଯେ, କଣ ଅନୁଭବ କରିଛି? Since the minds, the temperaments, the intellectual affinities of a man are unlimited in their variety, ଯେହେତୁ ମଣିଷର ମନ, ସ୍ୱଭାବ ଆଉ ବୌଦ୍ଧିକ ଆକର୍ଷଣର ବୈଚିତ୍ର୍ୟ ଗୁଡିକ ସୀମାହୀନ, ଅନଲିମିଟେଡ ଇନ୍ ଦେୟାର ଭେରାଇଟି, ତାଙ୍କ ବୈଚିତ୍ର୍ୟରେ ସେମାନେ ମଧ୍ୟ ସୀମାହୀନ, କାରଣ କେତେ ପ୍ରକାର ଧର୍ମ ରହିଛି, କେତେ ପ୍ରକାର ବିଚାର ରହିଛି, କେତେ ପ୍ରକାର ପର୍ବ ରହିଛି, କେତେ ପ୍ରକାର ସଂସ୍କୃତି ଅଛି। A perfect liberty of thought and of worship must be allowed to the individual. ମଣିଷର ମନ ଓ ସ୍ୱଭାବ ବୌଦ୍ଧିକ ଆକର୍ଷଣର ଗୋଟେ ବୈଚିତ୍ର୍ୟ ଦିଗଟି ସେ ଭାରତୀୟ ମାନେ ବୁଝିଛନ୍ତି। ସେମାନେ ଚାହୁଁଛନ୍ତି ଗୋଟେ ପରଫେକ୍ଟ ଲିବର୍ଟି, ଗୋଟେ ପୂର୍ଣ୍ଣ ସ୍ୱାଧୀନତା, କାହାର ନା ବିଚାରର, ଆଉ କାହାର ନା worship, ପୂଜାର, must be allowed, ୟାକୁ ଅନୁମତି ଦିଆଯିବା ଦରକାର। କାହାକୁ ନା ବ୍ୟକ୍ତିକୁ, to the individual। କଣ ପାଇଁ ନା in his approach to the infinite, ଅନନ୍ତଙ୍କ ଅଭିମୁଖେ ଯାତ୍ରା କଲା ବେଳେ ଆମେ ଗୋଟେ ସ୍ୱାଧୀନତାକୁ ଅନୁମତି ଦବା କଥା। କିନ୍ତୁ ଟାଇମ ଟୁ ଟାଇମ କଣ ହୁଏ, ଭାରତ ବର୍ଷରେ ଏଇ ଯୋଉ ଧର୍ମକୁ ନେଇ ଅସହିଷ୍ଣୁତା ଆଉ ସଂକୀର୍ଣ୍ଣତା, ଏଇଟା କେବେ କେମିତି ଫେରି ଆସୁଛି। ଇଣ୍ଡିଆ recognized authority of spiritual experience, India recognized authority of spiritual experience, ଭାରତ ଅଧ୍ୟାତ୍ମ ଅନୁଭୂତିର ଯୋଉ ଅଥରିଟିକୁ, ପ୍ରାମାଣିକତାଟିକୁ ସ୍ୱୀକାର କରିଥିଲା, ରେକଗ୍ନାଇଜ କରିଥିଲା। ଅଧ୍ୟାତ୍ମ ଅନୁଭୂତିର ଗୋଟେ ପ୍ରାମାଣିକତା ଅଛି, ଏଇ କଥାଟିକୁ ଭାରତୀୟ ମାନେ ସ୍ୱୀକାର କରିଥିଲେ। ଖାଲି ଆଧ୍ୟାତ୍ମିକ ଅନୁଭୂତି ନୁହେଁ, ଆଧ୍ୟାତ୍ମିକ ଜ୍ଞାନର ମଧ୍ୟ, spiritual experience and knowledge, but he recognized still more the need of variety and spiritual experience and knowledge। ଆଉ ଗୋଟେ କଥାକୁ ଭାରତ ସ୍ୱୀକାର କରିଥିଲା ଯେ ଆଧ୍ୟାତ୍ମିକ ଅନୁଭୂତି ଓ ଜ୍ଞାନର ଗୋଟେ ବୈଚିତ୍ର୍ୟର ଆବଶ୍ୟକତା, ଭେରାଇଟି ରହିବା କଥା। ତେଣୁ ଅନନ୍ତକୁ ମାନେ ଯେମିତି ରାମକୃଷ୍ଣ କହୁଥିଲେ, ଯତ ମତ ତତ ପଥ, ଯେତେ ମତ ଅଛି ପଥ ବି ସେମିତି ଭିନ୍ନ ଭିନ୍ନ। ଇଭିନ୍ ଇନ୍ ଦ ଡେଜ୍ ଅଫ୍ ଡିକ୍ଲାଇନ୍,
ଯେତେବେଳେ ଧର୍ମର ପତନ ଘଟୁଥିଲା ପଞ୍ଚଦଶ ଶତାବ୍ଦୀ ଆଡକୁ, ଯେତେବେଳେ ମୋଗଲ ମାନେ ପଠାଣ ମାନେ ବୈଦେଶିକ ଆକ୍ରମଣକାରୀ ମାନେ ଭାରତର ଧର୍ମକୁ ଆକ୍ରମଣ କରୁଥିଲେ, ଯୋଉଥିରେ ଡିକ୍ଲାଇନ୍ ହେଇଥିଲା, when the claim of authority became in too many directions, rigorous and excessive, এই ପ୍ରାମାଣିକତାର ଦାବିଟି, ଅଥରିଟିର କ୍ଲେମଟି ଧୀରେ ଧୀରେ ଅଧିକ ପରିମାଣରେ ଭିନ୍ନ ଭିନ୍ନ ଦିଗକୁ ଗତି କରୁଥିଲା, ରିଗରସ୍ ହେଉଥିଲା, ଯାହାକୁ କୁହାଯିବ ଅତି କଠୋର ଏବଂ ଏକ୍ସେସିଭ, ଅତିରିକ୍ତ ପରିମାଣର ହୋଇପଡ଼ିଲା। କିନ୍ତୁ still kept the saving perception, ସିଏ କିନ୍ତୁ ନିଜର ରକ୍ଷାକାରୀ ଚିନ୍ତାଧାରାଟିକୁ keep the saving perception that these could not be one but must be many authorities। କଣ ଉଜ୍ଜୀବିତ ରଖିଲା? କେବଳ ଗୋଟିଏ ମତ ପ୍ରାମାଣିକ ନୁହେଁ, ବହୁ ମତର ପ୍ରାମାଣିକତା ରହିବ। ବହୁ ମତର ପ୍ରାମାଣିକତାକୁ ସେ ସ୍ୱୀକାର କଲା। An alert readiness to knowledge, new light capable of enlarging the old tradition has always been characteristics of the religious mind in India। ପ୍ରଭୁ କହୁଛନ୍ତି, ପ୍ରାଚୀନ ପରମ୍ପରା ଯୋଉ ବିକାଶ ହୋଇଛି, ସେ ବିକାଶରେ ସମର୍ଥ ନୂଆ ସତ୍ୟକୁ ଆମେ ଯଦି ସାଦରରେ ମାନି ନେବା, ଆଦରରେ ମାନି ନେବା, ସେଥିପାଇଁ ଯେଉଁ ସଜାଗ ତତ୍ପରତାଟି ରହିଛି, alert readiness, ସେଇଟା ହେଉଛି ନୂଆ ସତ୍ୟକୁ ଗ୍ରହଣ କରିବାରେ ଯେଉଁ ସଜାଗ ତତ୍ପରତା, ସେଇଟା ହେଉଛି ଭାରତୀୟ ଧର୍ମପ୍ରାଣ ମନର ଗୋଟେ ବୈଶିଷ୍ଟ୍ୟ, characteristic of the religious mind in India। Indian civilization did not develop to a last logical conclusion its earlier political and social liberties, then that greatness of freedom or boldness of experiment belongs to the West, but liberty of religious practice and the complete freedom of thought in religion, as in every other matter, has religious practice and complete freedom of thought in religion, as every other matter, have always counted among the constant tradition। ଭାରତୀୟ ସଭ୍ୟତାଟି ନିଜର ଗୋଟେ ପୂର୍ବ କାଳର ଯୋଉ ରାଜନୈତିକ ଓ ସାମାଜିକ ସ୍ୱାଧୀନତାକୁ ତାର ଚରମ ପରିଣତି ରୂପରେ ସ୍ୱୀକାର କରୁନାହିଁ କି ସେଟାକୁ ସେ ତାକୁ ନେଇଯାଉଛି। ଘଟୁଛି କଣ? ସ୍ୱାଧୀନତାର ସେଇ ଯୋଉ ପରୀକ୍ଷା ରହିଛି, ସେଠି ନିର୍ଭୀକତାଟି ହେଉଛି ପାଶ୍ଚାତ୍ୟର, କିନ୍ତୁ ଧର୍ମ ସାଧନାରେ ଯୋଉ ସ୍ୱାଧୀନତା ରହିଛି ବା ଅନ୍ୟାନ୍ୟ କ୍ଷେତ୍ରରେ ଯୋଉ ସ୍ୱାଧୀନତାଟି ଆବଶ୍ୟକ ପଡୁଛି, ଧର୍ମ କ୍ଷେତ୍ରରେ ମଧ୍ୟ ଚିନ୍ତାଧାରାର ପୂର୍ଣ୍ଣ ସ୍ୱାଧୀନତାଟି ସର୍ବଦା ସବୁବେଳେ ଏହାର ନିରବଚ୍ଛିନ୍ନ ପରମ୍ପରା ଭିତରେ ବିଦ୍ୟମାନ ରହିଛି। ଏ କଥାଟିକୁ କିପରି ବୁଝାଯାଇପାରିବ? Indian civilization that didn't develop to a last logical conclusion its earlier political and social liberties। ଅତୀତରେ ସାମାଜିକ ମୁକ୍ତି ଗୁଡ଼ିକ ରହିଥିଲା, ରାଜନୈତିକ ମୁକ୍ତି ଗୁଡ଼ିକ ରହିଥିଲା। ଅତୀତର ରାଜନୈତିକ ଓ ସାମାଜିକ ମୁକ୍ତିକୁ ଗୋଟେ ଲଜିକାଲ
कनक्लूजन भाव चरम परिणति उपरे भारतीय सभ्यता मानुना पुराणाटा को फेरी जीवा से कथा से कहूना that greatness of freedom or boldness of experiment मुक्तिर जो वैशिष्ट्यटी रही श्रेष्ठत्वटी रही से कथाटी कह जाउछि बा बोल्डनेस ऑफ एक्सपेरिमेंट परीक्षार जो निर्भीकता ये परीक्षार निर्भीकता जदिओ पाश्चात्यर कारण समस्ते गोटे माने कौन कह एक्सपेरिमेंट भीतर गोटे सामाजिक एक्सपेरिमेंट हो गोटे साइंटिफिक एक्सपेरिमेंट हो एक्सपेरिमेंट भीतर को गोटे प्रयोग आड़ को भारतीय माने जल्दी चली जाती नहीं इटा वेस्ट रही ग्रेटनेस ऑफ फ्रीडम और बोल्डनेस ऑफ द एक्सपेरिमेंट बट लिबर्टी ऑफ रिलीजियस प्रैक्टिस भारत रे रही धार्मिक साधनार गोटे मुक्ति व स्वाधीनता कंप्लीट फ्रीडम ऑफ थॉट इन रिलीजन धर्म दृष्टि चिंता करिवार गोटे पूर्ण स्वाधीनता एज इन एवरी अदर मैटर अन्य विभाग पर अनेक लोक भारत को गोटे रिगरस कठोर रिजिड देश बोली भावुछन किंतु आपण बड़ अद्भुत भाव देखिए भारत जन सन्यासी थे तांका ना होची जे श्रृंगार शतक भी लिखिछंती एवं जे वैराग्य शतक भी लिखिछंती एवं सबुठु बड़ कथा एथिक्स उपरे मध्य से काम करछन तेणु तांकर नीति शतक मध्य रही भर्तृहरि जड़े व्यक्ति जे नीतिर कथा कहउछंती प्रिंसिपल एथिक्स र कथा श्रृंगार कथा कहउछंती आमे जदि भारतवर्ष भली गोटे देश रे सबु विषय चिंता करिवार एक स्वाधीनता रही बोली श्री अरविंद कहउछंती रिलीजियस प्रैक्टिस एंड फ्रीडम ऑफ थॉट चिंता करिवार स्वाधीनता को विषय ना इन रिलीजन धर्म रे एज इन एवरी अदर मैटर जे भली अन्य सब विषय सेही भली have always counted among the its constant traditions एटा को हमें यार एक चिरंतन धारा भाव रे ग्रहण कर एटा तांकर धारा एही परि भाव रे Buddhism and Jainism might be disparaged as unorthodox religions. आमी जदि देखिबा बुद्ध धर्म को बा जैन धर्म को सेगुडी को आमे अनऑर्थोडॉक्स गोटे तांकर कौन से ऑर्थोडॉक्सी नहीं अशास्त्रीय धर्म भाव रे व्याख्या करिकि आमे तांको निंदा होय तो करि थाई पारंती एटी गुटी धाडी बोध आमे छाडी देछे ठीक आपण कहि दोछि द एथिस्ट एंड द एग्नोस्टिक वेर फ्री फ्रॉम परसिक्यूशन इन इंडिया पुरे प्रमाण दोछन कि काहे की लिबर्टी रही छै भारत रे भारत रे समस्त ईश्वरवादी किंतु एटी एथिस्ट माने थिले निरीश्वरवादी चार्वाकंकर अनेक अनुगामी थिले सेमान तो हत्या कराई तांता भारत वर्ष रे सेमानंकु मध्य परसिक्यूशन दिया जाय नाही कोन से उत्पीड़न दिया जाय नाही सेमाने मुक्त अछन एपरि कि एग्नोस्टिक जो माने अज्ञवादी रो अर्थ कोन जो माने भगवान को जानि होबनी तने सेतरे मुंड खेले किछ लाभ नाही जोटा आम पई अपहंच ता विषय चिंता कले आम कौन मिल एग्नोस्टिक आमे बौद्ध धर्म को जैन धर्म को अनऑर्थोडॉक्स धर्म कही अशास्त्रीय धर्म कही
व्याख्या आख्या देइछन्ति, निंदा करिछन्ति, डिस्पेरेज करिछन्ति, बट दे वर अलाउड टू लिव फ्रीली। से माने एटी मुक्त भावरे किपरि बंचिबे साइड बाय साइड आमरी पाखरे with the orthodox creeds and philosophies, शास्त्रीय धर्म ओ दर्शन रो पाखापाखी हेकी in our eager thirst for truth सेमानक पाखरे रहितला सत्य पई एक ईगर कहले आकांक्षित एक तृष्णा फास्ट सी गेव देम देयर फुल चांस सेमानंकु गोटे पूर्ण सुजोग देइछन्ति टेस्टेड ऑल देयर वैल्यूज सेमानकर जहा सब मूल्यबोध रहिछि से मूल्यबोध को मध्य परीक्षा निरीक्षा करिछन्ति आ कोन करिछन्ति एंड एज मच ऑफ देयर ट्रूथ एज वाज एसिमिलेबल सेमानक पाखरे थिबा अनेक सत्य जो गुडिक आमी सम्मिलित हबार योग्य जेमति कि अहिंसा परम धर्म जैन धर्म रे सेही कथा रहिछि बौद्ध धर्म रे सेही कथा रहिछि भारत वर्षर हिंदू माने जो माने कर्मकांड को जाई कि हजार हजार पशु बळि दउथिले से माने भी दिना अहिंसा को परम धर्म रे ग्रहण करि नेले तेनु जोटा एसिमिलेबल जोटा को सम्मिलित करि हबो सेटा को सम्मिलित करा जायछि was taken into the stock of the common सेटा साधारण रो जो भंडार रहितिला धर्म तत्वर ता भीतर को नै निया जायछि and always enlarging continuity of our spiritual experience से मानकर आध्यात्मिक जो अनुभूति रहिछि से अनुभूति टी को चिरदिन मध्य वर्धित करा जाय मो आपण बहु समय रे से उदाहरण टी दिए वो सत्य घटना जेल भितरे जितेबले विनोबा भावे कुरान पढ़िले अनेक हिंदूवादी नेता गांधी दृष्टि आकर्षण कले से कौन करछन्ति से कुरान कहीं पढ़ुछन से कौन मुसलमान से तो हिंदू गांधी जी कहले कुरान पढ़िवा द्वारा तांकर हिंदुत्व आहुरी अधिक मजबूत होइछि तेणु आपण जदि बुद्ध धर्म रो अनेक सत्य को ग्रहण करिवे ताले आपण को हिंदुत्व मजबूत हो सिख धर्म रो कथा गुडी को जदि ग्रहण करिवे ताले आपण को हिंदुत्व ही मजबूत हो तेणु धर्मटा रो कोठी हानि हुए नाही एटा एनलार्ज हुए जो दिगट को हमें ग्रहण करिया कथा से धर्म रो ग्रहण करि पारि ये थिला आजिरो विचार एति सहित आजिरो आलोचना को इठी समापित करुछि समस्त को पुनि थरे शुभेच्छा वंदे मातरम। वीडियोस बनाने हैं फिल्मोरा है ना।